ହେଲେ ହୋଇବ ପଛେ ଶିରଚ୍ଛେଦ କେବେ ନୁହିବ ବିରତି ବିଚ୍ଛେଦ। ଯୁବା କାଳ ରାଜା ସର୍ବ ଉପରେ ମନ ରାଜା ଯୁବା କାଳ ଉପରେ। ମଣିଷର ଯୋଉ ବାଲ୍ୟ ଯୌବନ ଏବଂ ବାର୍ଦ୍ଧକ୍ୟ ଇଏ ଯେତେ ଅବସ୍ଥା ଏ ଅବସ୍ଥା ଭିତରେ ଇଏ ସବୁ ଉପରେ ରଜା ହଉଛି ଯୁବା କାଳ। ସବୁ ଉପରେ ଶ୍ରେଷ୍ଠ ହଉଛି ଯୁବା କାଳ। ଇଏ ହଉଛି କ୍ରିଏଟିଭ ଏଜ୍, ଇଏ ହଉଛି ଗୋଟେ ଭାରି ଯୋଉ ଆଡଭେଞ୍ଚରସ୍ ଏଜ୍ ହଉଛି ଯୁବା କାଳ। ଯେତେ କର୍ମଶୀଳ ରହିବ କ୍ରିୟାଶୀଳ ରହିବ ଯୁବକ ଅବସ୍ଥାରେ ବାର୍ଦ୍ଧକ୍ୟ ହେଲେ ସେ ସବୁ ହ୍ରାସ ଘଟିବ ହିଁ ଘଟିବ। ଶରୀର ମନ ସବୁରେ ଗୋଟେ କଣ ବ୍ୟବହୃତ ହେଇସାରିଥିବା ମନ ବ୍ୟବହୃତ ହେଇଯାଇଥିବା ଶରୀର ଇଏ ନିଶ୍ଚିତ ଭାବରେ ହ୍ରାସ ଘଟିବ, ସେଥିରେ ଉତ୍ସାହର ହ୍ରାସ ଘଟିବ। ତେଣୁ ମନ ରାଜା ଯୁବା କାଳ ଉପରେ, ମନ ଉପରେ ରାଜା ତ ପିରତି। ମନ ଉପରେ କିଏ ମାନେ କିଏ ରାଜା ନା ପ୍ରୀତି ହଉଛି ପ୍ରେମ ହଉଛି ମନ ଉପରେ ରାଜା। କେହି ପାରିବ ମନୁଷ୍ୟ ବରତି, ମନୁଷ୍ୟ ମାତ୍ରକେ ସମସ୍ତେ ଏଇ ପ୍ରେମର ଅଧୀନ। ପ୍ରେମରେ ସମସ୍ତେ ଦିନେ ଦିନେ ଅନୁଭବ କରୁଥିବେ ପ୍ରେମକୁ ଏବଂ ସେଥିରେ ସେମାନେ ବାନ୍ଧି ହଉଥିବେ, ତାର ମଧୁରତାକୁ ଅନୁଭବ କରୁଥିବେ ଏବଂ ଖରାପ କଥା କିଛି ନଥିଲା। ବିରହ ଯୋଉ ହଉଥିଲା କୌଣସି କାରଣ ହଉଥିଲା ସେଇଟା ଅଲଗା କଥା। ଯେବେ ଏଡେ ମଧୁର ଏଭଳି ମହତ୍ଵ ସେ ଦେଖଉଛନ୍ତି। ହୋଇ ଯେବେ ଏଡେ ମଧୁର କିମ୍ବା ତୃଷା ନିଦ୍ରା କରେ ବିଦୁର, ବିଦୁର ଦୂର କରେ। କିମ୍ବା ତୃଷା ନିଦ୍ରା ଭୋକ ଶୋଷ ଶୋଇବା ଏ ତିନିଟିକୁ ଦୂର କରିଦିଏ। ଆଖିରେ ନିଦ ନଥିବ, ପେଟରେ ଭୋକ ନଥିବ। ତେଣୁ ଇଏ ହଉଛି ପ୍ରୀତିର ମାହାତ୍ମ। ଉପେନ୍ଦ୍ର ଭଞ୍ଜ ଯୋଉ ପ୍ରୀତି ତତ୍ତ୍ୱ ଏଠି କହିଛନ୍ତି ଆମେ ସମସ୍ତେ ତାକୁ ଭାରି ସହଜ ଶବ୍ଦରେ ସରଳ ଶବ୍ଦରେ ସିଆକୁ ବର୍ଣ୍ଣନା କରିଛନ୍ତି, ସରଳ ରାଗରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ତେଣୁ ଇଏ ହଉଛି ପ୍ରୀତି ହୋଇ ଯେବେ ଏଡେ ମଧୁର ସିଧା ତୃଷା ନିଦ୍ରା କରେ ବିଧୁର। ଏ ଶବ୍ଦ ବୁଝି ହଉଥିବ, ସମସ୍ତେ ବୁଝିପାରୁଥିବେ। ମୁଁ ଆଉ ତାର ହୋଇଲେ ଦମ୍ପତି କିଏ କାହାକୁ ପ୍ରେମ କରୁଛନ୍ତି, ଯଦି ବିବାହ ହେଇଗଲେ ତାର ଦମ୍ପତି ହେବେ। ଜାୟଚ ପତିଚ ଦମ୍ପତି। ପ୍ରେମ ତ ସମସ୍ତେ କରୁଥିବେ, ମନେ ମନେ ପ୍ରେମ କରିକି କାହାକୁ କିଏ ମାରି ଦଉଛି, କାହାକୁ କିଏ ହାଣି ଦଉଛି, କାହାକୁ କିଏ ଏସିଡ୍ ପିଇ ଦଉଛି। ଏସବୁ କଥା ଆମେ ଶୁଣୁଛୁ, କେଲେଙ୍କାରୀ ସବୁ ଏବେ ଶୁଣୁଛୁ। ଏଇଟା ଉପେନ୍ଦ୍ର ଭଞ୍ଜଙ୍କ ସମୟରେ କଳ୍ପନାତୀତ ଥିଲା ବା ତାଙ୍କ ସାହିତ୍ୟରେ ଅନ୍ତତଃ କଳ୍ପନାତୀତ ଥିଲା। ଯଦି ଦୈବ ବଶ୍ୟତ କେହି ଦମ୍ପତି ହେଲେ ତାହେଲେ ପଦ ତଳେ ମିଳେ ଇନ୍ଦ୍ର ସମ୍ପତ୍ତି। କହୁଛନ୍ତି ରାଧାକୃଷ୍ଣ ନିପୁଣ ଏ ପ୍ରୀତିର ମହତ୍ଵକୁ ରାଧାକୃଷ୍ଣ ବୁଝିଥିଲେ। ରାଧାକୃଷ୍ଣ ନିପୁଣ ଏ ଭାବରେ ଜାଣେ ଅନୁଭବୀ ଅନୁଭବରେ। ୟାକୁ କିଏ ଘୋଷିକିରି ପଢିକିରି ବା ମୁଖସ୍ଥ କରିକି ଏହାକୁ ପ୍ରୀତିର ମହତ୍ଵ ବୁଝିପାରିବନି। ଅନୁଭବର ଜିନିଷ ଇଏ, ଅନୁଭବ ହିଁ କରିହବ। ଅନୁଭବୀ ମାତ୍ର କେହି ୟାକୁ ବୁଝିପାରିବେ। ଜାଣେ ଅନୁଭବୀ ଅନୁଭବରେ ଯେଣୁ ଚିତ୍ତକୁ ଗୋଚର। ଉପେନ୍ଦ୍ର ଭଞ୍ଜ ଏସବୁ ଅନୁଭବ ଥିଲା କି ଥିବ? ସେ ତ କହୁଛନ୍ତି ଅନୁଭବର ପ୍ରକାର ସାକ୍ଷାତ ମାନସ ରଚନା। ଅନୁଭବର ସାକ୍ଷାତ ମାନସ ରଚନା ତାଙ୍କର ଅନୁଭବ ଥିଲା। ଆଉ ଗୋଟେ ହଉଛି ଯେ କବି ମାନେ ନିଜ ଭିତରେ ଏସବୁକୁ ଏଇ ଅନୁଭବକୁ ତିଆରି କରନ୍ତି। ସେମାନେ ସାର୍ବଜନୀନ ଅନୁଭବକୁ ନିଜ ଭିତରେ ସେମାନେ ଅନୁଭବ କରନ୍ତି। ସେମାନେ କଣ ହେଇଥିବ ଅନୁଭବଟି? ଆମର ଯୋଉ ଥିଲେ କିଏ ଗୋପୀନାଥ ମହାନ୍ତି, ତାଙ୍କର ଗୋଟେ ହରିଜନ ଉପନ୍ୟାସ ଅଛି, ଆପଣମାନେ ପଢିଥିବେ ସବୁ। ଏ ହରିଜନ ଉପନ୍ୟାସ ସମ୍ପର୍କରେ ତାଙ୍କର ଗୋଟେ କଥା ଅଛି ଯେ ସିଏ କଣ କରିବେ ନା କଟକ ମ୍ୟୁନିସିପାଲିଟିରେ ଯୋଉ ସେତେବେଳେ ଖଲିପତ୍ର ତଳେ ପଡିଥିବ ଉଠା ପାଇଖାନା, ଇଏ ମେଥର ଯାଇକି ତଳ ଆଡୁ ପାଇଖାନା ବାହାର କରିବ। କଲା ବେଳକୁ ସେ କଣ ହଉଥିବ, ସେ ଉପରେ ଯଦି କିଏ ଝାଡା ବସିଲା ସେତେବେଳେ ତାହେଲେ ସେ ମଇଳା ପଡୁଥିବ ବା ପାଣି ଢାଳିଲେ ପାଣି ପଡୁଥିବ। ତାକୁ ଇଏ ସେ ଖଲିପତ୍ରକୁ ଆଣିକିରି ଇଏ ତାର ଯୋଉ ପାତ୍ର ରଖିଥିବ ଏ ଟୋକେଇରେ ଭର୍ତ୍ତି କରିବ, ନୂଆ ଖଲିପତ୍ର ସେଠି ତଳେ ପକେଇକି ସେ ଯିବ। ଏମିତି ଥିଲା ଖୋଲା ପାଇଖାନା ସବୁ। ଏବେ ନାହିଁ, ଏବେର ପିଲାମାନେ ଖୋଲା ପାଇଖାନା କଣ ଏଇଟା ହଉଛି ତାଙ୍କୁ ମ୍ୟୁଜିୟମର ବିଷୟ। ଏବେ ତ ଦେଖିବାକୁ ନଥିବ, ଗାଁ ଗହଳି ନାହିଁ, ସବୁ ବରପାଲି ପାଇଖାନା ହେଇଗଲାଣି। କିନ୍ତୁ ଆଗ ସହର ମାନଙ୍କରେ ଖୋଲା ପାଇଖାନା ଥିଲା ଏବଂ ତାକୁ ସଫା କରିବା ପାଇଁ ମେହେନ୍ତର ସବୁ ଥିଲେ। ଏ ମେହେନ୍ତର ଜୀବନକୁ ନେଇକି ତାଙ୍କ ହରିଜନ ଉପନ୍ୟାସ। ଏଇ ଗୋପୀନାଥ ମହାନ୍ତି କଣ କରିବେ ନା ଯେତେବେଳେ ଜଣେ ସ୍ତ୍ରୀ ଲୋକଟେ ଯାଇକି ସେ ପାଇଖାନା ଭିତରୁ ହାତ ଗଳେଇକି ଖଲିପତ୍ର ମଇଳା ଝାଡା ଭର୍ତ୍ତି ହେଇଥିବ ସେଠୁ ଆଣୁଥିବ, ସେତେବେଳେ ତାର କଣ ପ୍ରତିକ୍ରିୟା ହଉଛି ତାକୁ ଦେଖିବା ପାଇଁ ଆଣ୍ଠୁରେ ଦି ହାତ ଦେଇକି ଅନଉଥିବେ ପୁଣି ତା ମୁହଁକୁ ଏମିତି। ସେ କିଭଳି ପ୍ରତିକ୍ରିୟା ତା ଫେସରେ ଦେଖାଯାଉଛି, କଣ ପ୍ରତିକ୍ରିୟା ତାର? ନା ସେ ଭାରି ଖୁସିରେ ତାକୁ ଗ୍ରହଣ କରୁଛି, ନେଇ ଆସୁଛି। ଆଉ କଟକ ସହର ରାସ୍ତା କଡେ କୋଉଠି ଝାଡା ଫୁଟି ଅଛି, ଝାଡା ଉପରେ ପୁଣି ସେ ମାଡିଯିବେ, ଚାଲିବେ ଖାଲି ପାଦରେ। କଣ ଅନୁଭବ ଆସୁଛି ଝାଡା ଉପରେ ମାଡିଲେ? ଖରାପ କି ଏଗୁଡା କିଛି ଅନୁଭବ ଆଣିବା ପାଇଁ ସେ ଆକୁ ସବୁ ଏମିତି କରୁଥିଲେ ବୋଲି ସେ କହିଛନ୍ତି। ତେଣୁ ଇଏ ଯୋଉ ଅନୁଭବ, ଇଏ ଅନୁଭବ ଯିଏ
କରିଛି ଜାଣେ ଅନୁଭବୀ ଅନୁଭବରେ ଯେଣୁ ଚିତ୍ତକୁ ଗୋଚର ହୋଇଲା ଏଇ ଚିତ୍ତରେ ତାଙ୍କର ଏଇ ସବୁ ଗୋଚର ହେଲା ଏଇ ପ୍ରୀତିଟା କେମିତି ହେଇଥିବ ତାଙ୍କ ଚିତ୍ତ ଲୋକରେ ସେ ଅବବୋଧ ଆସିଲା ତାଙ୍କର ଅନୁଭବ ଆସିଲା ତାଙ୍କର ଏବଂ ସେ ଅନୁଭବରେ କବିତା ସେଠି ତିଆରି ହେଲା ଉପେନ୍ଦ୍ର ଭଞ୍ଜ ବିରହର ଖାଲି ବୋଇଲା ମାନେ ଲେଖିଲା ଉପେନ୍ଦ୍ର ଭଞ୍ଜ ତାକୁ ବୋଲୁଛନ୍ତି କେବଳ କବିତା ତାର ସେ ଲେଖି ହଉଛି এই কবিতা সৃষ্টির সুন্দর তত্ত্ব মধ্যে আমি তাঁর এই রসিক হারাবলী কাব্যরে সে প্রদান করছেন আমি এইথু জাঁপারু গোটে লাবণ্যবতী সেমতি অছি কাব্য তত্ত্ব সম্পর্কে রসিক হারাবলী অছি তাঁর কাব্য তত্ত্ব সম্পর্কে অনুভবর সাক্ষাৎ মানস রচনা এবং যেন চিত্তকু গোচর হইলা উপেন্দ্র বীরবর বইলা আমি যেটা প্রথম আলোচনা করলে যে ওয়ার্ডস অর্থঙ্কর পাওয়ারফুল ফিলিংস রিকলেক্টেড এন্ড ট্রাঙ্কুইলিটি হচ্ছে ନିର୍ଜନତା ନିର୍ଜନ ରାତ୍ରିରେ ବା ନିର୍ଜନ ପ୍ରହରରେ ମାନସିକ ନିର୍ଜନତା ସମୟରେ ଏ ମାନସିକ ସାକ୍ଷାତକାର ଘଟେ ସେ ଅନୁଭବ ସହିତ ଏବଂ ସେତେବେଳେ ସେଠି ଯୋଉ କବିତା ଲେଖା ହୁଏ ସେ ନା ବାସ୍ତବ ଚିତ୍ର ଥିବ ନା କଳ୍ପନା ଥିବ ବାସ୍ତବ ଚିତ୍ର ଅର୍ଦ୍ଧେକ ବାସ୍ତବ ତୁମି ଅର୍ଦ୍ଧେକ କଳ୍ପନା କହିଲା ଭଳିଆ ରବି ଠାକୁର ଇଏ ମଣିଷର ମନ ଭିତରେ କବିର ଚେତନା ଭିତରେ କବିତା ଲେଖା ହୁଏ ଏବଂ ତାକୁ ସିଏ ପଦାକୁ ବାହାର କରେ ତେଣୁ ଯୋଉ କବିର ଅନୁଭବ ଯେତେ ଶକ୍ତିଶାଳୀ ସେ କବି ତାକୁ ସେତେ ଜୀବନ୍ତ ଭାବରେ ପ୍ରକାଶ କରିଥାନ୍ତି ତାଙ୍କର ପୂର୍ବ ରାଗ ଇଏ ତାକୁ ମନେ ପକେଇଛି ସେ ତାକୁ ମନେ ପକେଇଛି ଏବଂ ପରସ୍ପରକୁ ନ ପାଇଲେ ତାଙ୍କର ଅବସ୍ଥା କିଭଳି ସାଂଘାତିକ ହବ ସେ ଆଶଙ୍କା ତାଙ୍କ ଭିତରେ ଜାତ ହେଇଛି ତାପରେ ବିବାହ ପ୍ରସ୍ତାବ ପଡିଛି ଏବଂ ବିବାହ ମଧ୍ୟ ହେଇଯାଇଛି ଷଷ୍ଠ ଛନ୍ଦରେ ମଧୁଶଯ୍ୟା ये मध्ययुगीय काव्य व भंज काव्य गोटे गुरुत्वपूर्ण विभाग होची मधुशज्जार से टिके वर्णना करछंती कामशास्त्र अनुसार कामसूत्र नियम अनुसार से मधुशज्जार ए टू जेड सब वर्णना प्राय अधिकांश काव्य करछंती कुटी ब्रह्मण सुंदरी लावण्यवती रसिक हारावली एटे विशेष भाव ताकु से वर्णना करछंती तेणु सेगुड़िक सब कामशास्त्रीय नीति नियम सेगुड़िक सपक्ष विपक्ष बहुत कथा ओडिया साहित्य आलोचना जो 150 वर्ष पाखापाखि है बंधु साहित्य आलोचना ये भितर 1888 बंधु साहित्य आलोचना है 40 वर्ष 32 वर्ष है तेणु ये भितर अनेक सपक्ष विपक्ष श्रृंगार सपक्ष विपक्ष बहुत आलोचना समस्ते अंगुली निर्देश कर पंज काव्य अश्लील मध्ययुगीय साहित्य अश्लील एक अनेक व्यक्त कर श्रृंगार रस भारतीय परंपरा काम शास्त्र शास्त्र काम स्तद्रे समवर्तपाते श्लोक सब रचित होता प्रथम किसी नथिला केवल काम ही थिला ए काम ही सब सृष्टि है सब सृष्टि मूल हूँ काम धर्म अर्थ काम मोक्ष चारिटी कथा से रखा चारि पुरुषार्थ भितर ये सब ग्रहण कथा तेणु आम मनरे आम जमी ग्रहण करवा असुविधा किसी ना तेणु ये जो तो प्रथम घर सजा हम तापर कन्या को बेश कर बर पाखे देखिए से घर को सखी मान सब छाड़े विवाह सब विधि गुड़िक मोर गोटे प्रबंध अच्छी कि विवाह न जानी जनक विवाह जो परंपरा उपेन्द्र भंज साहित्य रही प्रस्ताव पड़ा ठारू विवाह एवं तापर मधुशज्या पर्यंत विवाह दाम्पत्य जीवन बीतवा पर्यंत ये जो विवाह सब परंपरा ननंद पटोली सहित सब कथा उपेन्द्र भंज किभली वर्णना करछंती मोर से प्रबंध रे उल्लेख करछि से भिन्न प्रसंग ताको एठु मु सब कहू नाही तो बंधसण हम कोईली गाध कोईली गुड़ हम आउ जो विभिन्न वाद्य बाजिब तापर बर कन्या विवाह को वेदी को आसबे एति बेले लवण चौरी हम प्रथम लवण चौरी हम लवण चौरीटा कौन ना गोटे कपड़ा लुगा टणा हम ता आडुआड़े कन्या रही गोटे आनी चाउल अंजलि से बर उपरू फिंगिब पुरोहित आड़े श्लोक बोलुए से श्लोकर शेष अंशटी कौन ना बर में प्रदीप तो जानी से बहुत वर्षमान बर को मो वर्षवर्ती कर मो वर्ष बर रहू आज तेणु आजिकल बर मान सब आहरी आगुरी वर्ष को पड़े बहुत पर जाए अपेक्षा करती आगुरी वर्ष को पढ़ाऊँ तेणु ये जो बर में वर्षमान एक लवण चौरी फिंगिब ये सब कथा है नड़िया पोड़ा जीव पर पिता कन्या पिता से कन्या को परस्पर को समर्पण करेंगे ये सब गला मधुशज्या घर को जी मधुशज्या घर को गला बेल को ना सखी माने बर को कहते
ପୁର ମନ୍ଦିରକୁ ଗଲେ ଷଷ୍ଠ ଚାନ୍ଦରେ ଏ ଷଷ୍ଠ ଚାନ୍ଦରେ ମଧୁସଜ୍ଜା ପୁରକୁ ଯେତେବେଳେ ନଉଛନ୍ତି ଝିଅକୁ କନ୍ୟାକୁ ରସିକ ହରାବଳିକୁ ସେତେବେଳେ ସେ କହୁଛନ୍ତି ପେଲି ଦେଇ ସଖିଏ କହିଲେ ନାଗରକୁ ପେଲି ଦେଇ ସଖିଏ କହିଲେ ନାଗରକୁ ରସ ରଖି ଭୋଗ କର ରସିକା ବରକୁ ଚନ୍ଦ୍ରମା ଶୀତଳ ଶୋଭାମୟ ହେଲେ ଏବେ ଶେଷ ରଖି ସିନା ଭୋଗ କରୁଛନ୍ତି ଦେବେ ଶେଷ ରଖି ଜଗନ୍ନାଥ ଯେ ଷୋଳ କଳା ତମୁ କଳାଏ ନନ୍ଦ ବଳା ଆମେ ପଢିଛେ ଏ 16 କଳା ହଉଛି ଚନ୍ଦ୍ର ହଉଛନ୍ତି 16 କଳାର ଚନ୍ଦ୍ର କିନ୍ତୁ ଗୋଟିଏ କଳା ଅବଶିଷ୍ଟ ରହେ ଆଉ 15 କଳା ଅମାବାସ୍ୟା ହୁଏ 15 କଳାରେ ପୂର୍ଣ୍ଣମୀ ହୁଏ କିନ୍ତୁ ଇଏ 16 କଳା ଚନ୍ଦ୍ରମା ପୁଣି 16 କଳା ତେଣୁ ଉପେନ୍ଦ୍ର ଭଞ୍ଜ ଯୋଉ ପ୍ରେମ ସୁଧାନୀତି କାବ୍ୟ ଲେଖିଲେ ତାକୁ ଲେଖିଲେ ପ୍ରେମ ସୁଧାନୀତି ସୁଧାନୀତି ଅର୍ଥ ହଉଛି ସମୁଦ୍ର ବା ସୁଧାନୀତି ହଉଛି ଚନ୍ଦ୍ର ଏ ଚନ୍ଦ୍ର ଯେମିତି 16 କଳା ସେ 16ଟି ଚାନ୍ଦ ସେଠି ଦେଇଛନ୍ତି